ପିଲାମାନେ ତୁମମାନଙ୍କୁ ଏ ସଂସ୍କୃତ ଶିକ୍ଷାୟତନର ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ପିଲାମାନେ ଆଜି ଆମେ ଆମର ଏହି ପ୍ରକୋଷ୍ଠ ମଧ୍ୟରେ ସଂସ୍କୃତ ବଲ୍ଲରୀ ନବମ ଶ୍ରେଣୀ ଗଦ୍ୟ ବିଭାଗରୁ ପ୍ରଶ୍ନୋତ୍ତର କରିବା ବିଷୟ ହେଉଛି ମୂଢ଼ ସହାୟକ। ଆମେ ସମ୍ପୂର୍ଣ୍ଣ ସଂସ୍କୃତରୁ ଓଡ଼ିଆରେ ହିଁ କରିବା। ଆ ପୂର୍ବରୁ ଆମେ 1 ନମ୍ବରଟି ସାରି ସାରିଥିଲେ ଗୋଟେ ପିରିୟଡ଼ରେ। ଆଜି ଆମେ 2 ନମ୍ବର ଠାରୁ ହିଁ ଆଲୋଚନା କରିବା। ତାହେଲେ ଦେଖ ପ୍ରଥମେ 2 ନମ୍ବର କ'ଣ ଅଛି। ସଂସ୍କୃତ ପିଲାମାନେ ସବୁବେଳେ କୁହାଯାଉଛି ଯେ ନିଜ ମାତୃଭାଷାରେ ଉତ୍ତର ଲେଖ, ନାଇଁ? ତାହେଲେ ଏଠି କ'ଣ ଅଛି? ଅତି ସଂକ୍ଷିପ୍ତ ନିଜ ଭାଷୟା ଏକ ପଦାତ୍ମକ ଅତି ସଂକ୍ଷିପ୍ତମ୍ ଉତ୍ତରମ୍ ଲିଖତ। ତାହେଲେ ନିଜ ଭାଷାରେ ଲେଖିବା ଅର୍ଥାତ୍ ଆମ ମାତୃଭାଷାରେ ଓଡ଼ିଆରେ ଏବଂ ଅତି ସଂକ୍ଷେପରେ ଆମେ ଉତ୍ତର ଦେବା, କାରଣ ଏଗୁଡ଼ିକ ହେଉଛି 1 ମାର୍କ ବାଲା ପ୍ରଶ୍ନ। 1 ମାର୍କ ଆମେ ଏଥିରୁ ପାଇବା। ପ୍ରଥମେ ପ୍ରଶ୍ନ କ'ଣ ଅଛି ଦେଖ, କରେ କ'ଣ ଅଛି? ରାଜା କୁପିତଃ ସନ୍ କମ୍ ଦେଶାନ୍ତରୀ କରତି ସ୍ମ। ଟିକେ ପିଲାମାନେ ପୂର୍ବ କଥା ଟିକେ ମନେ ପକେଇଦେବା, ଆମେ ତ କ୍ୱେଶ୍ଚିନ୍ ଆନ୍ସର କରିବା। ରାଜାଙ୍କ ନାମ କ'ଣ ଥିଲା? ରାଜାଙ୍କ ନାମ ଥିଲା ଚନ୍ଦ୍ରସେନ। କେଉଁଠାର ରାଜା? ଅବନ୍ତିକାର ରାଜା। ମନେ ପଡ଼ିଲା ଏଥର? ଆଚ୍ଛା, ଏଥର ଆନ୍ସର କରିବା। ଦେଖ, ରାଜା କୁପିତଃ ସନ୍ କମ୍ ଦେଶାନ୍ତରୀ କରତି ସ୍ମ। ରାଜା ରାଗି ଯାଇ କାହାକୁ ଦେଶାନ୍ତରୀ କରିଦେଲେ, ଦେଶରୁ ବିତାଡ଼ିତ କରିଦେଲେ, ଅନ୍ୟ ଦେଶକୁ ପଠେଇଦେଲେ? ନା ବିକଳ ବୁଦ୍ଧିକୁ। ଆମର ଦେଇଛି ଓଡ଼ିଆରେ କରିବା ପାଇଁ, ତେଣୁ ଆମେ କ'ଣ କରିବା? ବିକଳ ବୁଦ୍ଧିକୁ। ବିକଳ ବୁଦ୍ଧି କିଏ ମନେ ପଡୁଛି? ମନେ ପଡୁଛି? ରାଜବୈଦ୍ୟଙ୍କର ରାଜଶାଳାରେ ଥିବା ସହାୟକ। ବିକଳ ବୁଦ୍ଧିକୁ ଦେଶାନ୍ତରୀ କରିଦେଲେ ରାଜା। ଅଜ୍ଞାନାତ୍ ଅନଭ୍ୟାସାତ୍ ଚ କେ କାଳ କବଳିତାଃ ଭବନ୍ତି। କେଉଁମାନେ କାଳ କବଳିତ ହେଲେ? କେଉଁମାନେ ପିଲାମାନେ? ଅନେକ ଶିଶୁମାନେ, ଶିଶବଃ, ଅନେକ ଶିଶୁ, କାରଣ ସେ ଶିଶୁ ଚିକିତ୍ସକ ଭାବରେ କାମ କରୁଥିଲେ ନା, ତେଣୁ ଅନେକ ଶିଶୁ ସବୁ କାଳ କବଳିତ ହେଲେ ତା ଦ୍ୱାରା। କହ ପୁନଃ, ଆଚ୍ଛା ଗ କ'ଣ ଅଛି ଦେଖ, ବିକଳ ବୁଦ୍ଧି ରାଜବୈଦ୍ୟମ୍ ବିହାୟ ସ୍ୱତନ୍ତ୍ର ରୂପେଣ କିମ୍ ପ୍ରାରଭତେ। ସ୍ୱତନ୍ତ୍ର ରୂପରେ ଚିକିତ୍ସା ଆରମ୍ଭ କରିଥିଲା। କିଏ ସେ? ବିକଳ ବୁଦ୍ଧି। ହେଲା, ବିକଳ ବୁଦ୍ଧି ରାଜବୈଦ୍ୟଙ୍କୁ ଛାଡ଼ି ଦେଇ ସ୍ୱତନ୍ତ୍ର ଭାବରେ ଚିକିତ୍ସା ଆରମ୍ଭ କରିଥିଲା। ପୁନଃ କହ ନ ଆୟାତି, କହ ପୁନଃ ନାୟାତି। କିଏ ପୁନର୍ବାର ଫେରିଆସେ ନାହିଁ? ନା ମୃତକଃ। ମୃତକଃ ବା ମରିଯାଇଥିବା ବ୍ୟକ୍ତି ପୁନର୍ବାର ଫେରିଆସନ୍ତି ନାହିଁ। ରାଜବୈଦ୍ୟ ଅମୃତକର କୁତ୍ର ଆସିତ୍। କୁତ୍ର ପିଲାମାନେ, କୁତ୍ର ମାନେ କ'ଣ? କେଉଁଠାରେ। କେଉଁଠାରେ ଥିଲେ? ନା ଅବନ୍ତିକାରେ। ମୁଁ ଏଇନେ ଫାଷ୍ଟରୁ ଆରମ୍ଭ କଲା ବେଳକୁ କହିଥିଲି କେଉଁ ରାଜ୍ୟରେ ଥିଲେ ସେ? ଅବନ୍ତିକାରେ। କହ ସ୍ୱଳ୍ପ ବିଦ୍ୟ। କିଏ ସ୍ୱଳ୍ପ ବିଦ୍ୟ ଥିଲେ? ନା ବିକଳ ବୁଦ୍ଧି। ବିକଳ ବୁଦ୍ଧି ଥିଲେ କ'ଣ? ସ୍ୱଳ୍ପ ବିଦ୍ୟ। ହେଲା, ଆଉ କହ ବହୁ ଶାସ୍ତ୍ରଦର୍ଶୀ। କିଏ ବହୁତ ଶାସ୍ତ୍ର ଜାଣିଥିଲେ? ନା ରାଜବୈଦ୍ୟ ଅମୃତକର। ହେଲା, ରାଜବୈଦ୍ୟ ଅମୃତକର ଥିଲେ ବହୁ ଶାସ୍ତ୍ରଦର୍ଶୀ। ରାଜବୈଦ୍ୟ ଖଟ୍ୱାଃ ଅଧଭାଗେ କିମ୍ ଅପଶ୍ୟତ୍। ରାଜବୈଦ୍ୟ ଖଟର ତଳେ କ'ଣ ଦେଖିଥିଲେ? ବାଦାମ ମଞ୍ଜି। ହେଲା, ଗୋଟେ ବାଦାମ ମଞ୍ଜି ପଡ଼ିଥିବାର ଦେଖିଥିଲେ। ବିକଳ ବୁଦ୍ଧି ସେନାପତେଃ ଖଟ୍ୱାଃ ଅଧଭାଗେ କିମ୍ ଅପଶ୍ୟତ୍। ବିକଳ ବୁଦ୍ଧି ସେନାପତିଙ୍କର ଖଟ ତଳେ କ'ଣ ଦେଖିଥିଲା? ନା ବିରାଡ଼ିକୁ ଦେଖିଥିଲା। ସେନାପତିଙ୍କର ଅତି ବିଶ୍ୱସ୍ତ, ଅତି ପ୍ରିୟ ବିରାଡ଼ିକୁ ସେ ପଶିଥିବାର ଦେଖିଥିଲା। ସନ୍ଧି ବିଚ୍ଛେଦ କର। ସନ୍ଧି ବିଚ୍ଛେଦ ପିଲାମାନେ ଗୋଟେ ଅଛି, ସନ୍ଧି କର ଗୋଟେ ଅଛି। ଏଇଟା ଦେଲା 3 ନମ୍ବର ହେଲା ସନ୍ଧି ବିଚ୍ଛେଦ କର। ତାହେଲେ ଅୟମ୍ ଅପି, ଆମେ ସନ୍ଧି ବିଚ୍ଛେଦ କରିବା ଅୟମ୍ ଯୁକ୍ତ ଅପି। ହେଲା, ଅୟମ୍ ଅପି ହେଲା ଅୟମ୍ ଯୁକ୍ତ ଅପି। ପ୍ରାରଭତ କ'ଣ ହବ? ପ୍ର ଯୁକ୍ତ ଆରଭତ। ହେଲା, ପ୍ର ଯୁକ୍ତ ଆରଭତ।
ସେହିପରି ଅଛି ଉପହସିତ ଅୟମ୍। ଉପହସିତ ଅୟମ୍ କଣ କରିବା? ଉପହସିତ ଯୁକ୍ତ ଅୟମ୍। ତିରସ୍କ୍ରୁବନ୍ତି କଣ ହବ? ତିରହ ଯୁକ୍ତ କ୍ରୁବନ୍ତି ହେଲା, ତିରହ ଯୁକ୍ତ କ୍ରୁବନ୍ତି। ତାପରେ ଅଛି ତମେବ କଣ କରିବା ଆମେ? ତମ୍ ଏଇଟା ତମେବ ତମ୍ ଯୁକ୍ତ ଏବ। ସେପରି କଦାପି କଣ ହବ? କଦା ଯୁକ୍ତ ତାପରେ ଦେଖ ପ୍ରୋବାଚ। ପ୍ରୋବାଚ କଣ ହବ? ପ୍ରୋବାଚ ପ୍ର ଯୁକ୍ତ ଉବାଚ। ନାଇଁ, ତାପରେ ଅଛି ପତ୍ନ୍ୟାପି କଣ ହବ? ପତ୍ନୀ ଯୁକ୍ତ ଅପି ହେଲା, ପତ୍ନୀ ଯୁକ୍ତ ଅପି ପତ୍ନ୍ୟାପି। ତାପରେ ଅଛି ଭୃସମ୍ ମକ୍ରନ୍ଦତ୍ କଣ କରିବା? ଭୃସମ୍ ଯୁକ୍ତ ଅକ୍ରନ୍ଦତ୍ ହେଲା। ତାପରେ ସୁଯୋଗାଭିଳାଷୀ କଣ କରିଦବା? ସୁଯୋଗ ଯୁକ୍ତ ଅଭିଳାଷୀ। ସୁଯୋଗ ଯୁକ୍ତ ଅଭିଳାଷୀ। ଏବେ ଆମେ ଚାଲ 4 ନମ୍ବରକୁ। 4 ନମ୍ବର କଣ ଅଛି? ସନ୍ଧିମ୍ କୁରୁତ। ଏ ସନ୍ଧି ବିଚ୍ଛେଦ ହେଇକି ଅଛି ପିଲାମାନେ, ଆମେ ତାକୁ ସନ୍ଧି କରିବା। ଅଦ୍ୟ ଯୁକ୍ତ ଆରଭ୍ୟ କଣ ହବ? ଅଦ୍ୟାରଭ୍ୟ ହେଲା, ଏଠି ଅଦ୍ୟାରଭ୍ୟ। ଅହମ୍ ଯୁକ୍ତ ଏବ ଅହମେବ। ତାମ୍ ଯୁକ୍ତ ଏବ ତାମେବ। ମୋର ଏକାର ହେଇଯିବ, ଏଠି ମୋର ଏକାର ହେଇଯିବ, ପ୍ଲସ୍ ଚିହ୍ନ ଉଠିଯିବ, ତାମେବ। ସେମିତି ଦୁଃଖାବଲୋକନେନ କଣ ହବ? ଦୁଃଖ ଯୁକ୍ତ ଅବଲୋକନେନ, ଏଠି ହେଇଯିବ ଦୁଃଖାବଲୋକନେନ ହେଲା, ଏତକ ମିଶିଯିବ ଦୁଃଖାବଲୋକନ। ଅତି ଯୁକ୍ତ ଇବ ଅତ୍ୟେବ ହେଲା, ହର୍ଷେଇ ଆଉ ଏ ମିଶିକି ଇଏ ହେଲା ଅତ୍ୟେବ। ତାପରେ ଦୁଃଖ ଯୁକ୍ତ ଅଭିଭୂତାହା କଣ ହେଇଯିବ? ଦୁଃଖାଭିଭୂତାହା, ଏତକ ହେଇଯିବ ଦୁଃଖାଭିଭୂତାହା। ସେମିତି ମିତ୍ରାଳୟମ୍ ଯୁକ୍ତ ଅଗଛତ୍ କଣ ହବ? ମିତ୍ରାଳୟ, ଏଇଠୁ ଏତକ ବ୍ୟଞ୍ଜନ ବର୍ଣ୍ଣ ଯେମିତି ମ ହଳନ୍ତ ଅ କଣ ହେଇଯିବ? ମ, ତାହେଲେ ମିତ୍ରାଳୟମ୍ ଅଗଛତ୍। ତତ୍ର ଯୁକ୍ତ ଅପି, ତତ୍ରରୁ ଆସିଲା ଅ, ଏଠୁ ଆସିଲା ଅ, ମିଶିକି ହେଇଯିବ ଆ, ତେଣୁ ସେଟା ପୂର୍ବ ବର୍ଣ୍ଣରେ ଲାଗିବ ତତ୍ରାପି। ସେହିପରି ସତ୍ୟମ୍ ଯୁକ୍ତ ଅସ୍ତି ସତ୍ୟମସ୍ତି, ଏଠି ଯିବ ସତ୍ୟମସ୍ତି ହେଲା। ଅସ୍ୟ ଯୁକ୍ତ ଉପରି ଅସ୍ಯೋପରି ଅସ୍ୟୋପରି। ଏହିପରି ସନ୍ଧି କରିବା ଆମେ। ସେମିତି ରେଖାଙ୍କିତ ପଦର କଣ କରିବା? ବିଭକ୍ତି ନାମ ଲେଖତ। ରେଖାଙ୍କିତ ପଦର ଆମେ ବିଭକ୍ତି ନିର୍ଣ୍ଣୟ କରିବା 5 ନମ୍ବରରେ। ତାହେଲେ କଣ ଅଛି ଦେଖ, ପ୍ରଥମେ ଅଛି ଅବନ୍ତିକାୟାମ୍ ରାଜବୈଦ୍ୟଃ ଅମୃତକରଃ ଆସୀତ୍। ଅବନ୍ତିକାୟାମ୍, ଅବନ୍ତିକାରେ, ତାହେଲେ ଆର କଣ କରିବ? କେବଳ ବିଭକ୍ତି ନିର୍ଣ୍ଣୟ କରିବାକୁ ଦେଇଛି, ତାହେଲେ ଏଇଟା ହେଇଯିବ ସପ୍ତମୀ ବିଭକ୍ତି ହେଲା, ଅବନ୍ତିକାରେ ସପ୍ତମୀ ବିଭକ୍ତି। ବୁଝିପାରିଲ? ତାପରେ ଅଛି ବିକଳ ବୁଦ୍ଧି ଆତ୍ମନମ୍ ସର୍ବଜ୍ଞ ଇତି ଚିନ୍ତୟତି। ସେଠି ଇତି ଯୋଗରେ ସର୍ବଜ୍ଞ ହେଲା ପ୍ରଥମା ବିଭକ୍ତି। ଖଟା ହବ ଇତି ଯୋଗେ, ଇତି ଅବୟ ଯୋଗେ ପ୍ରଥମା ବିଭକ୍ତି। ଏ ପ୍ରଥମା ବିଭକ୍ତି ଖାଲି ଲେଖିବ। ରାଜବୈଦ୍ୟସ୍ୟ, ଏଠି ଷଷ୍ଠୀ ବିଭକ୍ତି, ରାଜବୈଦ୍ୟସ୍ୟ ହେଲା ଷଷ୍ଠୀ ବିଭକ୍ତି। ସେହିପରି ମାର୍ଗସ୍ୟ, ମାର୍ଗସ୍ୟ ହବ ଷଷ୍ଠୀ ବିଭକ୍ତି। ପରୀକ୍ଷଣମ୍, ଏଠି ଦ୍ୱିତୀୟା ବିଭକ୍ତି, ପରୀକ୍ଷଣମ୍ ହେଲା ଦ୍ୱିତୀୟା ବିଭକ୍ତି। ତାପରେ ଆମର ଦେଲା 6 ନମ୍ବର ରେଖାଙ୍କିତ ପଦାନାମ୍ ବିଭକ୍ତି କାରଣ। ସେଠି ଖାଲି ଥିଲା ବିଭକ୍ତି ନିର୍ଣ୍ଣୟ କରିବା ପାଇଁ,
एठु किंतु होची कोन विभक्ति आउ कारण दीटा जाक आमे दर्शेइबा ताले देखो प्रश्न कोन अछि अज्ञानात अस्योपरि आबयोः पादपातः स्यात् हैला एठी आबयोः पादपातः स्यात् कोन हे जिवो ताले अस्योपरि अस्य उपरि आबयोः आम दुई जनकर षष्ठी विभक्ति ताले एठी अवयव पद जगरे उपरि ए अवयव पद जगरे षष्ठी विभक्ति हबो हैला वृक्षस्य उपरि षष्ठी विभक्ति हुए हैला उपरि शब्द जगे षष्ठी विभक्ति ही परिबो अयम रोगस्य निदानम क्षमः अयम एटा को विभक्ति हबो ताले अयम अयम कहले ये रोगर निदान रे क्षम एटा कर्तरी प्रथमा पिला माने कर्तरी प्रथमा सेहिपरि भूचणकानाम अत्यधिक भक्षणेन उदर पीड़ा भवति अत्यधिक भक्षणेन एटा हला करणे तृतीया हला अच्छा तापरे सह सेनापते हे सदनम अगछत सदनम एठी हबो कर्मणि द्वितीया सेनापते हे सदनम सेनापते हे गृहजनाहा सेनापतिंकर एटा हमर हे जिवो शेषे षष्ठी बा संबंधे षष्ठी सेनापतिंकर हला संबंधे षष्ठी बा शेषे षष्ठी मध्ये हमें करि परिबा अच्छा एबे हमें वाक्य गठन करिबा वाक्यानि रचय देख कोन अछि विश्वासः विश्वासः जगे पिला माने सप्तम विभक्ति हुई ताले मई विश्वासः नास्ति मो ऊपर विश्वास नहीं कोन करिबा मई विश्वासः नास्ति अच्छा पुरतः माने आगरे या जगे षष्ठी विभक्ति हुई विद्यालयस्य पुरतः पुष्पवाटिका अस्ति हला विद्यालयर आगरे फूल बगीचाटीए अछि देख तापरे सह माने बहुत तर पिला माने कहैछि सह माने सहित या जगरे तृतीया विभक्ति हुई ताले कोन करिबा वाक्य गठन मया सह आगच्छत्वम मया सह जगरे मया हला तृतीया विभक्ति सेपरि परम माने परे या जगे पंचम विभक्ति हुई भोजनात् परम हस्तौ प्रक्षालय खाई सारिबा परे हाथ दुईटी को धुओ बुझेला बही माने बाहरे या जगे पंचम विभक्ति हुई विद्यालयात बहिः आपणम अस्ति हला विद्यालयर बाहरे दुकान अछि आपण माने दुकान उपरी जगे षष्ठी विभक्ति हुई वृक्षस उपरी बानरः अस्ति गछ उपरे मांकड़टी अछि हला बिना जगे द्वितीय विभक्ति हुए तृतीय मध्य हुए आम द्वितीय विभक्ति करवा जलम बिना जीवनम नास्ति विद्याम बिना जीवनम धिक नहीं इति जगे प्रथम विभक्ति हुए दशरथ इति राजा आसीत कि राम इति राजा आसीत इति माने बोली निकषा माने जगे द्वितीय विभक्ति हुए निकषा माने निकटरे हला गृहम निकषा पुष्करिणी अस्ति घर निकटरे पुष्करिणीटी अछि जावत माने पर्यंत यह जगे भी द्वितीय विभक्ति हुई विद्यालय जावत गच्छ हला विद्यालय पर्यंत जाओ जावत माने पर्यंत एबे आस 8 नंबर कोन अछि शुद्धम उत्तरम निरूपयत ठीक उत्तरटी को बाछ अवंतिकायाम द्वितीय चरकः राजवैद्यः कः आसीत् श्रीकरः
ପ୍ରଭାକରଃ ଅମୃତକରଃ ଭାସ୍କରଃ। ହେଲା, ତାହେଲେ ଠିକ କଣ ହବ? ଅମୃତକରଃ। ବୁଝିପାରିଲ? ଅମୃତକର ଥିଲେ ଦ୍ୱିତୀୟ ଚରକଙ୍କ ପରି ବୈଦ୍ୟ। ଖ କିಂ ବିନା ଗମନମ୍ ଦୋଷାୟ ଭବତି। ହେଲା, ନିରୀକ୍ଷଣମ୍ ଅନୁକ୍ଷଣମ୍ ପ୍ରତିକ୍ଷଣମ୍ ପରୀକ୍ଷଣମ୍। ଠିକ, ପରୀକ୍ଷଣମ୍ ବିନା ଦୋଷାୟ ଭବତି। ଆଚ୍ଛା, ଗ ଭୂଚଣकानाम् अत्यधिक भक्षणेन किं भवति इति शास्त्रस्य सिद्धान्तः। पदपीडा, शिरःपीडा, बाहुपीडा, उदरपीडा। ताहले उदरपीडा हुए बोली भूचणक अत्यधिक खाइले उदरपीडा हुए बोली शास्त्रर मत अछि। परिजनाः कस्य अपूर्वं निदानं बहु प्रशंसति स्म। बहु प्रशंसितवन्तः। परिजन माने କାହାର ରୋଗ ନିଦାନ ଦୂରକରଣର ଅପୂର୍ବ ଦକ୍ଷତାକୁ ପ୍ରଶଂସା କରିଥିଲେ? ନା ରାଜବୈଦ୍ୟସ୍ୟ। ଯୋଗବୈଦ୍ୟସ୍ୟ ଭୁଲ, ଦନ୍ତବୈଦ୍ୟସ୍ୟ ଭୁଲ, ଶଲ୍ୟବୈଦ୍ୟସ୍ୟ ଭୁଲ। ଠିକ ହେଲା, ରାଜବୈଦ୍ୟଙ୍କର ପ୍ରଶଂସା କରିଥିଲେ। କହ ସୁଯୋଗାଭିଳାଷୀ ଆସିତ୍। ବିକଳ ବୁଦ୍ଧି ହିଁ ସୁଯୋଗାଭିଳାଷୀ ଆସିତ୍। ଆଉ ସବୁ ଭୁଲ। ଆଚ୍ଛା, 9 ନମ୍ବର କରିବା। ଶୂନ୍ୟସ୍ଥାନ ପୂରଣ କର। କୋଷ୍ଟକ ଭିତରେ ଅଛି ଡ୍ୟାଶ ନିକଟେ ପିତରଃ ସର୍ବଂ ବୃତ୍ତାନ୍ତଂ ନିବେଦୟତି। ଡ୍ୟାଶ ନିକଟେ ପିତରଃ ସର୍ବଂ ବୃତ୍ତାନ୍ତଂ ନିବେଦୟତି। କଣ ହବ? କାହା ନିକଟରେ ପିତାଙ୍କର ସମସ୍ତ ବୃତ୍ତାନ୍ତ ଜଣାଇଲେ। ଆଗ ତାହେଲେ ଏପଟୁ କରିଦେବା, ଯେ ଦେଖିବା କଣ ଅଛି। ବହବହ ଶିଶବଃ କାଳକବଳିତାଃ ନାଇଁ ଡ୍ୟାଶ ସହ ବିକଳ ବୁଦ୍ଧି ଆଗଚତି ରାଜବୈଦ୍ୟେନ ସହ ଅସ୍ୟ ଉପରି ଆବୟୋଃ ପାଦପାତଃ କଣ ସ୍ୟାତ୍ ଡ୍ୟାଶ ନିଦନେ ଅୟଂ କ୍ଷମଃ ଆसीत् ରୋଗସ୍ୟ। ତାହେଲେ ଏଇଟା ହେଲା ରାଜ୍ञଃ ନିକଟେ। ରାଜ୍ञଃ ନିକଟେ ପିତରଃ ସର୍ବଂ ବୃତ୍ତାନ୍ତଂ ନିବେଦୟନ୍ତି। ବୁଝିପାରିଲ? 2 ନମ୍ବର ହେଲା ବହବହ ଶିଶବଃ କାଳକବଳିତାଃ। ଗଟା ହେଲା ରାଜବୈଦ୍ୟେନ ସହ ବିକଳ ବୁଦ୍ଧି ଆଗଚ୍ଛତି। ଘ ହେଲା ଅସ୍ୟ ଉପରି ଆବୟୋଃ ପାଦପାତଃ ସ୍ୟାତ୍। ଆଉ ହେଲା ରୋଗସ୍ୟ ନିଦାନେ ଅୟଂ କ୍ଷମଃ ଭବତି। ବର୍ତ୍ତମାନ ଆମେ 2 ନମ୍ବର ଠାରୁ 9 ନମ୍ବର ପର୍ଯ୍ୟନ୍ତ କ୍ୱେଶ୍ଚିନ୍ ଆନ୍ସର କଲେ। ପିଲାମାନେ 1 ନମ୍ବର ଆଗରୁ ହେଇଥିଲା, କ୍ୱେଶ୍ଚିନ୍ ଆନ୍ସର ଗୁଡ଼ିକ ଦେଖିବ ଏବଂ ନିଜେ ଆହୁରି ମଧ୍ୟ ତାକୁ ଭଲ କରି ଲେଖିବା ପାଇଁ ଚେଷ୍ଟା କରିବା। ଆଜି ପାଇଁ ତାହେଲେ ଏଇଠି ରହିବା। ସମସ୍ତଙ୍କୁ ଧନ୍ୟବାଦ।